କେଉଁଝରରେ ଆଉ କଣ ଏବେ ବର୍ଷା ଛାଡ଼ିବ? ହ୍ୟାଲୋ ଭାଇ ମାନେ, ଆଜି ହଉଛି ଡେ 11 ମୋ ମିନି ବ୍ଲଗର। ଆମେ ସକାଳୁ ଆମ ଗାଡିରେ 100 ଟଙ୍କାର ତେଲ ପକାଇ ଟିକେ ବର୍ଷାର ମଜା ନେଇ ଢାଙ୍ଗରପଡା ବାଟ ଦେଇ ଆସି ପହଞ୍ଚି ଯାଇଥିଲୁ ଯୋଗାଙ୍କ ପାଖରେ। ସେଠାରେ ଯତନୀ ଅଙ୍କଲଙ୍କ ଦୋକାନରେ ଚା ପିଇ ବଡ ଦାଣ୍ଡରେ ଆଜି ସୁଦଶା ବ୍ରତ ପାଇଁ ଆସିଥିବା ଲୋକମାନଙ୍କ ଭିଡରୁ ବାହାରି ଆମେ ଆସି ପହଞ୍ଚି ଯାଇଥିଲୁ ଆମ କାମ ଲୋକେସନରେ। ଆଜି ହେଉଛି ଏଠାରେ ଶେଷ ଦିନ ଆମ କାମର। ଆମେ ସେଥିପାଇଁ ବାହାରେ ହାତୀ ଦୁଇଟି ସହ ମାଙ୍କ ଚିତ୍ର ମଧ୍ୟ କରିଦେଇଥିଲୁ। ଆମ ଭାଇମାନେ ମଧ୍ୟ ସମସ୍ତେ ଥିଲେ। ଆମେ ଜଲ୍ଦି ବାହାର କାମ ସାରି ବାହାରି ଆସି ପହଞ୍ଚି ଯାଇଥିଲୁ ଆମ ଷ୍ଟାଡିୟମ ପାଖରେ ଥିବା କାଳୀ ପଡିଆରେ। ସେଠାରେ କାଳୀ ତୀର୍ଥରେ କିଛି କାମ ହବାର ଥିଲା ତ ତା ଡିଜାଇନ ଦେଖେଇ ଆମେ ରିଜର୍ଭ ଦେଇ ଢାଙ୍ଗରପଡା ପାର ହୋଇ ଆସି ପହଞ୍ଚି ଯାଇଥିଲୁ ଆମ କେଉଁଝର ଏକ ଡେଞ୍ଜରିୟସ ଘାଟି ଜୁଡିଆ ଘାଟିରେ। ସେଠାରେ ଭିଉ ର ମଜା ନେଇ ଆଉ ସାନ ଘାଗରା ପାର ହୋଇ ଆମେ ଆସି ପହଞ୍ଚି ଯାଇଥିଲୁ ଅଞ୍ଜରରେ ଥିବା ଅଞ୍ଜର ହୋଟେଲ। ସେଠାରେ ମଧ୍ୟ କିଛି କାମ ହେବାର ଅଛି। ଫଟଫଟ ସେଠାରେ କାମ ଦେଖି ପୁଣି ଆଉ ଥରେ ସାନ ଘାଗରା ଦେଇ ଭିଉ ର ମଜା ନେଇ ଲ୍ୟାଣ୍ଡଫଲ ଆଉ ଭେକିଲ ଫଲ ଲୋକେସନ ଦେଖି ଆମେ ଆସି ପହଞ୍ଚି ଯାଇଥିଲୁ ଆମ ସେଇ ଦୁର୍ଗା ମାଙ୍କ ପୂଜା ପାଖରେ। ସେଠାରେ ପ୍ରସାଦ ନେଇ ଖାଇଲା ଭିତରେ ହୋଇଯାଇଥିଲା ବର୍ଷା ଷ୍ଟାର୍ଟ। ଆମେ ଖାଇସାରିଥିଲୁ କିନ୍ତୁ ସୋନୁ ଆଉ ଦୀପୁ ଖାଇସାରି ବର୍ଷାରେ ଭିଜି ଆସି ପହଞ୍ଚି ଯାଇଥିଲୁ ଘରେ। ଆଉ ଆଜି ବର୍ଷା ଛାଡିବାର ତ କିଛି ନା ଗନ୍ଧ ନାହିଁ। କେଉଁଝରରେ ବର୍ଷା କେବେ ଛାଡିବ? କିନ୍ତୁ ଆମେ ଯାଇଥାନ୍ତେ କାମ ଜାଗାରୁ ସବୁ ଜିନିଷ ଆଣିବା ପାଇଁ, କିନ୍ତୁ ଆଉ ଯାଇ ହବ ଭଳିଆ ତ ଲାଗୁନି। ଭାଇ ମାନେ, ଆପଣ ମାନଙ୍କୁ ଆଜିକାର ଭ୍ଲଗ ଟା କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।